ମାଲ ପିକି ବୁଲୁଛୁ କାଇଁ ଭଲ ମଣିଷ ହଁ ଧନିଆ ଭାଇ ଟିଣି 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 ଆରେ ରେ 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 ହଇଲ ନେତ ଆଉ କଣ କ୍ଷୀର ଆଗ ଭରି ଦଉନୁ ଖିଆ ପିଆ ଭଲ ଭାବରେ କରୁନୁ ଆଉ ହଇଲ ଯଦି ଏମିତି କମ କ୍ଷୀର ଦବୁ ଆଉ ମୁଁ ବେପାର କେମିତି କରିବି ଲାଗୁଛି ଗାଈଟାକୁ ଭଲ ଭାବରେ ଖାଇବାକୁ ଦବାକୁ ପଡିବ ଆଉ ଖାଇବାକୁ ନଦେଲେ ଆଉ ବେପାର ହବନି ରେ ବାପା ଗାଈଟା ଯଦି ଭଲ ଭାବରେ ନ ଖାଇବ ମୋ ପରିବାର ଭାସିଯିବ ରେ ବାପା କାଲି ହାଟକୁ ଯାଇ ପିଡ଼ିଆ ଚକଟା ଆଣି ତାକୁ ଖାଇବାକୁ ଦବାକୁ ପଡିବ ଆଉ ହେଇଠି ଡାଙ୍ଗୁଆ ବାପା କାଲି ସାବିତ୍ରୀ ତମେ ମୋ ପାଇଁ ସାବିତ୍ରୀ ସଜ ଆଣିଛ ନା ନାଇଁ ମ ଆରେ ରେ 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 ହେଇଠି ସାବିରାଣୀ କଣ କହିଲ ସାବିତ୍ରୀ ଏମିତି ବର୍ଷର ଥରେ ସାବିତ୍ରୀ କରି ଆମ ମାନଙ୍କୁ ଭଲ ଚୁନ ମାରୁଛ ରେ ବାପା ବର୍ଷ ସାରା ସ୍ୱାମୀଙ୍କ ସାଙ୍ଗରେ ଝଗଡା କରିବ ବର୍ଷ ଥରେ ପୂଜା କରିଦେଲେ ସ୍ୱାମୀ ଯେମିତି ଖୁସି ହେଇଯିବ ଆଉ କହିଲା କନା ସାବିତ୍ରୀ ଇଏ ହେଇଟି ଶୁଣ ବା ତମକୁ କିଏ ପୂଜା କରୁଛି ହାଲ ମୋର ସତ୍ୟବାନ ମୁଁ ସେ ଇନଷ୍ଟାଗ୍ରାମ ପାଇଁ ଭିଡିଓ ବନେଇମି ବୋଲି ସେଥିପାଇଁ ସଜପଟା ଆଣିବାକୁ କହୁଛି ଇଏ ହେଇଟି ଭଲରେ ଭଲରେ ସଜପଟା ଆଣିକି ଦିଅ କହୁଛି ମାନେ ରାତିରେ ତମର ଦିନେକୁ ମୋର ଦିନେ କଣ ଭାବିଛ କି ମତେ ଇଏ ନେତଟା ମୋର କ୍ଷୀର ଦଉନି ମୁଁ ସେଇ କଥା ଭାବୁଛି ୟାଙ୍କର ଖାଲି ସାବିତ୍ରୀ ଚିନ୍ତାରେ ବାପା ହେ ଯମରାଜ କୋଉଠି ଅଛ ଜଲ୍ଦି ଆସି ମତେ ସ୍ୱର୍ଗକୁ ନେଇଯାଅ ମୁଁ ଏ ସାବିରାଣୀ ପାଖରେ ଆଉ ରହିପାରିବିନି ହଉ ମୁଁ ଯାଇ ସାଙ୍ଗେ ସାଙ୍ଗେ ହାଟରୁ ନେଇକି ଆସୁଛି ବାପା ବୋଉ କହିଲା ପଇସା ଦିଅ କାଲି ସାବିତ୍ରୀ ସଜ ଆସିବ କଣ କହିଲୁ ସୁକୁଟା ସାବିତ୍ରୀ ବ୍ରତ କରିବ ମୁଁ ଟଙ୍କା ଦେବି ମୋ ପାଖରେ ଟଙ୍କା ନାଇଁ ରେ ମୁଁ କଣ ଟଙ୍କା ଗଛ ଲଗେଇଛି ଯେତେବେଳେ ନାଇଁ ସେତେବେଳେ ଆସି ହଲେଇ ଦେଲେ ଟଙ୍କା ଗଳି ପଡିବ ସେ ପାଠ ହେଇପାରିବ ନାହିଁ ଅଯଥା ଟଙ୍କା ମୁଁ ଦେଇପାରିବି ନାହିଁ କହିଲା କନା ସାବିତ୍ରୀ ବ୍ରତ କରିବି ଏମିତି ସାବିତ୍ରୀ ବ୍ରତ କରୁଛ ବାପା ତମେ ଟଙ୍କା ନ ଦିଅ ମୋ ପାଖରେ ଟଙ୍କା ଅଛି ମୁଁ ନେଇ ଆସୁଛି ସୁକୁଟା ମୋ କଥା ଥରୁଟେ ଶୁଣୁ ଦେ ଜମା ସେ ବଜାର ଯାଆନି ଅଯଥା ପଇସା ଜମା ଖର୍ଚ୍ଚ କରନି ରେ ହେ ବାପା ଜମା ଯାଆନି ମୋ କଥା ଥରୁଟେ ଶୁଣୁ ହେ ସୁକୁଟା ଆରେ ରହିଯା ରେ ମୋ କଥା ଶୁଣିଲା ନାଇଁ ଇଏ ମାଇପ ବୁଲ କରା ହେଇଗଲାଣି ବାପ କଥା ଶୁଣୁନି ହଉ କଣ କରୁଛି କରୁ ସାଙ୍ଗମାନେ ଆମର ଭିଡିଓଟି ଆପଣମାନଙ୍କୁ କଣ କେମିତି ଲାଗିଲା ଯଦି ଭିଡିଓଟି ଭଲ ଲାଗିଛି ଭିଡିଓଟି ଲାଇକ୍ ସେୟାର ସବସ୍କ୍ରାଇବ କରନ୍ତୁ ଆଉ ଯଦି ଆମ ବେଲ୍ ନୋଟିଫିକେସନକୁ ଅଲ୍ କ୍ଲିକ୍ କରିନାହାନ୍ତି ବେଲ୍ ନୋଟିଫିକେସନ ଅଲ୍ କ୍ଲିକ୍ କରନ୍ତୁ ଆଉ ଆମ ନେକ୍ସଟ ଭିଡିଓ ଆସିବ ନା ଆମକୁ ଅପେକ୍ଷା କରିଥାନ୍ତୁ ରହିଲି ଜୟ ଜଗନ୍ନାଥ।